ମୁଁ ଆଉ ଏକ ଭିଡ଼ିଓ ନେଇକି ଆସୁଛି ଯେଉଁଟା କି ଆପଣ ଦେଖିଲେ ଜାଣିପାରିବେ କେତେ ଭୟଙ୍କର। ମାନେ ଏ ଯେଉଁ ଘରଟି ଦେଖୁଛନ୍ତି, ଏଇ ଘରେ ପରିବାରରେ ସମସ୍ତେ ଫାଶୀ ଲଗେଇ ମରିଯାଇଥିଲେ। ସେଥିପାଇଁ ଏ ଘର ଆଜି ଏମିତି ହେଇକି ଅଛି। ଆଉ ଦେଖନ୍ତୁ ପୁରା ଜଙ୍ଗଲ ଏରିଆ, ମାନେ ଏପଟେ ବି ସେ ଚାରିପଟେ କେବଳ ଜଙ୍ଗଲ। ଆଉ କିଛି ବାଟରେ ଅଛି ଘର, ଯେଉଁ ଆମର ଗାଁ ଭିତରେ ଅଛି, କିନ୍ତୁ ବହୁତ ଦୂରରେ। କିନ୍ତୁ ଏଠି କଣ ଯେ ମାନେ ଯିଏ ବି ଏଇପଟେ ଯାଉଛି ତାକୁ କିଏ ଗୋଟେ ଗଲା ପରିଆ ଲାଗୁଛି, କିମ୍ବା ବାଟ ଜଗୁଛି, କିଏ ଗୋଟେ ଠିଆ ହେଉଛି, କ'ଣ ହେଉଛି ଦେଖିବା। ଆମେ ଆଗ ଦିନବେଳ ଭିଜୁଆଲଟା ନେଇଯିବା, ତାପରେ ଦେଖିବା କ୍ୟାମ୍ପ ପକାଇବା ରାତିରେ। ଭୂତ ଆଣିବାକୁ ଜଣେ ଇଏ କରିଦେଇଛି କି ଏକଣି ରହିବ ହଁ କାଟିପାରିବୁ ଟିକେ କାଟିଦେନୁ, କାଟିଦେ। ବର୍ତ୍ତମାନ ଆମେ ସେଇ ଜାଗାକୁ ଆସିଯାଇଛୁ। ଦେଖନ୍ତୁ ବର୍ତ୍ତମାନ ମାନେ ଦିନବେଳେ ବି ବହୁତ ଭୟ ଲାଗୁଛି ଏ ଜାଗା। ହଁ ଦେଖନ୍ତୁ ଇଏ ଗୋଟେ କୂଅ ବି ଅଛି, ବହୁତ ଭୟଙ୍କର କୂଅ। ଦେଖି ଜାନି ପାଖକୁ ଯାନି, ପାଖକୁ ଟୋଟାଲ ଯାନି। ସତ ସତ ଭୂତ ବାହାରିଛି। କାଟିକି ପୁଣି ଆଉ କ୍ରୋପ କରିକି ଯେମିତି ଏଡିଟିଂ କରିବୁ ନା। ପୁରା ଜଙ୍ଗଲ ମଝିରେ ଘର। ଦେଖନ୍ତୁ ଏଇ ଘରେ ଭିତରକୁ ଦେଖିବା ଯାଇ ହେଉଛି କି ନାହିଁ। କେତେକିରେ କାକୁଚିଆ। ଏଇଟା ହେଉଛି ତାଙ୍କ ଏଣ୍ଟ୍ରାନ୍ସ। ଏବେ ଦିନବେଳେ ବି ଭୟ ଲାଗୁଛି ରେ, ରାତି କଥା ଛାଡ଼। ଇଏ ହେଉଛି ତାଙ୍କର ପିଣ୍ଡା, ଯେଉଁ କହନ୍ତି ଦୁଆର। କେତେ ଦେଖନ୍ତୁ, ଇଏ ହେଉଛି ସେଇ ଜାଗା ଯେଉଁଟା 5 ବର୍ଷ ତଳେ ସମସ୍ତେ ରହୁଥିଲେ, କିନ୍ତୁ ଏବେ ରହୁନାହାନ୍ତି ଆଉ। ଅବଶ୍ୟ ସେ କୂଅ ଦେଖିଲେ ତ ଭୟ ଲାଗୁଛି, ଆଉ ଘର କ'ଣ ଦେଖିବୁ। ଦେଖନ୍ତୁ ପୁରା ଜଙ୍ଗଲ, ପୁରା ଜଙ୍ଗଲ। ଆଉ ପଛରେ ଦେଖିପାରୁଥିବେ ସେଇ ଘର। ଇଏ ହେଉଛି 5 ବର୍ଷ ତଳେ ରହୁଥିଲେ ସେମାନେ। ଆଉ ଯେହେତୁ ତାଙ୍କର କିଛି ଅସୁବିଧା କାରଣରୁ ସେ ଫାଶୀ ଦେଇଛନ୍ତି, କିନ୍ତୁ ଗାଡ଼ି ବି ଯିବା ଆସିବା କରୁଛି ନା। ଦେଖନ୍ତୁ ପୁରା ଭିଉ, ପ୍ରକାଶ ସେଠି ଠିଆ ହେଇଛି। ଇଏ ହେଉଛି ସେଇ ଘର। ବହୁ ବର୍ଷ ହେଇଗଲାଣି ଏଠି କେହି ରହୁନାହାନ୍ତି, ଆଉ ସେଥିପାଇଁ ଘର ପୁରା ଭାଙ୍ଗି ଯାଇଛି। ଆଉ ଏ ଯେଉଁ ପଛରେ ଯେଉଁ ଦେଖୁଛନ୍ତି ଯେଉଁ ରାସ୍ତା, ସେଇ ରାସ୍ତାରେ ମାନେ ଯିଏ ବି ଯାଉଛି, ଲୋକେ କୁହନ୍ତି କିଛି ସ୍ପିରିଟ୍ ଦେଖାଯାଉଛି, କିମ୍ବା କିଏ ଗୋଟେ ବସିଲା, କିମ୍ବା ଗଡ଼ି ଗଡ଼ି ଯାଉଛି, କି କିଛି ଯାହା ବି ହଉ। କିନ୍ତୁ ଆମେ ରାତିରେ କ୍ୟାମ୍ପ ପକାଇଲେ ଜାଣିପାରିବୁ ଏଠି ସତରେ ଅଛି କିଏ କି ନାହିଁ, କିମ୍ବା ଯାହା ବି ହଉ। ଗୋଟେ ଏକ୍ସପ୍ଲୋର କରିବାକୁ ଆସିଛୁ ମାନେ ଆମେ ଦେଖିକି ଯିବୁ ଏଠି କିଏ ଅଛି ନାହିଁ। ଚାଲନ୍ତୁ ଆଗକୁ ଯିବା। ପ୍ରକାଶ, ଫାଇନାଲ ତ କ୍ୟାମ୍ପ ପଡ଼ିବା ରାତିରେ ଏଠି। ଆଉ କ'ଣ କହୁଛୁ? କ୍ୟାମ୍ପ ପଡ଼ିଲା ତ ତୁ ହିଁ ଆସିବୁ, ତୁ ନହେଲେ ହବନି। ହଉ, ମାନେ ରାସ୍ତା ଦେଖିଲେ ମାନେ ଯିବା ପାଇଁ ବି ରାସ୍ତା ନାହିଁ, ଜାଣିଲୁ। ଆମ ଗାଡ଼ି ସେଇଠି ଥୁଆ ହେଇଛି। ଇଏ ହେଉଛି ସେଇ ଜାଗା, ମାନେ ଦେଖା ହେଉଛି ଏମିତି ପୁରା, ମାନେ ପୁରା ଭୟଙ୍କର। ଆମର ଆଜି କ୍ୟାମ୍ପଟା ଏଇଠି ନାହିଁ ପକାଇବା। ବସ ଏଇଠି ହିଁ କ୍ୟାମ୍ପ ପକାଇବା, ଏଇଠି ରହିବା। ଆଜି ରାତିରେ ରୁଆ ହବ। ସିଆଡ଼େ ବି ଗାଁ ଭିତରେ ରାସ୍ତା ନା, ହଁ ସେଇଆଡ଼େ। ଇଏ ହେଉଛି ଗାଁ ଭିତରେ ରାସ୍ତା, ଇଏ ଗୋଟେ।
ଆଉ ଇଏ ହେଉଛି ପୁରା ସମ୍ପୂର୍ଣ୍ଣ ଜଙ୍ଗଲ। ହଉ ଦେଖିବା, ଆମେ ରାତିରେ କ୍ୟାମ୍ପ ପକେଇଲେ କ୍ୟାମ୍ପ ଭିଡ଼ିଓଟା ଆସିବନି, କାରଣ ଗଣେଶ ପୂଜା ଟିକେ କାମ ଲାଗିଯାଇଥିଲା। ଭସାଣି ପାଇଁ ଟିକେ ବହୁତ ଜିନିଷ ପ୍ରସ୍ତୁତ ହେବାକୁ ପଡ଼ୁଥିଲା। ଏବେ କ୍ୟାମ୍ପ ଭିଡ଼ିଓ ଆସିବ। ଯେଉଁ ଗଲାଥର ଆମେ ଯେଉଁଠି ଯାଇଥିଲୁ, ଯେଉଁ ପୋତାବଣିଆ, ସେଠି ବି ଆମେ ଗୋଟେ କ୍ୟାମ୍ପ ପକେଇବୁ। ଆଜି ରାତିରେ ପକେଇବୁ କ୍ୟାମ୍ପ, ଆଉ କାଲି ପକେଇବୁ ଏଠି କ୍ୟାମ୍ପ। ମାନେ ଦେଖିବା ପ୍ରକୃତରେ ମାନେ କିଛି ସ୍ପିରିଟ୍ ଜିନିଷ ଅଛି କି ନାହିଁ। ମାନେ ଆମେ କିଛି ଚାହୁଁନୁ ଯେ ଆମେ ଗୋଟେ ସ୍ପିକର ଲଗାଇ ଦେବୁ, ହୁଁ ହାଁ ହାଁ ଏସବୁ ଜିନିଷ ଶୁଣିକି ଲୋକମାନେ ଭୟ କରିବେ, ନାଇଁ ସତରେ ଅଛି କି, କିମ୍ବା ଗୋଟେ ଭୟ ଅଛି କି, ସେସବୁ ଆମେ କରିବା ପାଇଁ ଚାହୁଁନୁ। ଯେଉଁଟା ସତ ଆମେ ସେଇଟା ହିଁ ଆପଣମାନଙ୍କୁ ଦେଖେଇବୁ। ଯଦି ଆମ ସହ କିଛି ହେଲା ତାହେଲେ ଆମେ ଆପଣଙ୍କୁ ବି ଦେଖେଇବୁ କ୍ୟାମେରାରେ। କୌଣସି କ୍ୟାମେରାଟିକାଲ କିମ୍ବା କିଛି ବି ହେବ ନାହିଁ। ହଉ ପ୍ରକାଶ ଯିବା। ଲୋକ ବି ଯିବା ଆସିବା କରୁଛନ୍ତି ଏଇପଟେ, ଗାଁ ଯେହେତୁ ଅଛି ଏଇପଟେ ଲୋକ ଯିବା ଆସିବା କରୁଛନ୍ତି। କିନ୍ତୁ କୁହନ୍ତି ବହୁତ ଭୟ ଲାଗେ ରାତିରେ। ଇଏ ହେଉଛି ତାଙ୍କର ଗେଟ୍, ପୁରା ଲାଗିଯାଇଛି ଲତା। ଇଏ ହେଉଛି ଗୋଟେ ଆମର ଇଏ, ଆଉ ସେଠି ଗୋଟେ ବି ଅଛି। ଇଏ ହେଉଛି ଦୁଇଟା ତାଙ୍କର ବ୍ୟାରିକେଡ୍, ମାନେ ଯିବାକୁ ଗେଟ୍। ପୁରା ସମ୍ପୂର୍ଣ୍ଣ ଦେଖନ୍ତୁ ଘର। କେତେ ଜଙ୍ଗଲ କିରେ। ପୁରା ଖତରନାକ ଜାଗା ନା, ସିଙ୍ଗିଲ ରୁମ୍ କିନ୍ତୁ ଖତରନାକ ଜାଗା ପୁରା। ଗଛ ଗଛ ଉଠିକି ପୁରା ସାପ ଫାପ ରହୁଥିବେ ନା, ସାପଙ୍କ ଭୟ ତ ଅଧିକ। ଇଏ ହେଉଛି ରୁମ୍ ଏଡ଼ିକିଟେ, ବହୁତ ଛୋଟ ରୁମ୍ ଏଇଟା, କିନ୍ତୁ 3 ଜଣ ରହୁଥିଲେ ଏଠି। ଆଉ ମଧ୍ୟବିତ୍ତ ପରିବାର ସବୁ ରହୁଥିଲେ 3 ଜଣ। ହଉ ଇଆଡ଼େ ବି ତାଙ୍କର ଥିଲା, ଇଏ ଗୋଟେ ଅଛି, ପ୍ଲସ୍ ଇଆଡ଼େ ବି ତାଙ୍କର ଗୋଟେ ଥିଲା ଘର। ମାନେ ଦେଖନ୍ତୁ ମାଟି ପୁରା ଫିଲିଂ ହେଇଯାଇଛି, କିନ୍ତୁ ଏଠି ବି ତାଙ୍କର ଗୋଟେ ଘର ଅଛି ଦେଖନ୍ତୁ। ସମ୍ପୂର୍ଣ୍ଣ ଏଠି ଟୋଟାଲ ମାନେ ତାଙ୍କର ଏ ପର୍ଯ୍ୟନ୍ତ ବି ଥିଲା। ଆମେ ସିଆଡ଼େ ଯିବା ଦେଖିବା। ଦେଖନ୍ତୁ ମାନେ କିଛି କିଛି ସିମେଣ୍ଟ ଅଛି, ପ୍ଲସ୍ କିଛି କିଛି ସିମେଣ୍ଟ ଅଛି ରେ। ଦେଖନ୍ତୁ ଏଇଠି ହିଁ ତାଙ୍କ ଘର ପୁରା ସମ୍ପୂର୍ଣ୍ଣ ଥିଲା। ଆଉ କୂଅ ବି ଆପଣ ଦେଖିପାରୁଥିବେ, କୂଅ ଅଛି ମାନେ ଯେକୌଣସି ମାନେ ଯେମିତି ହେଲେ ବି ପରିବାର ଏଠି ରହୁଥିଲେ। ଆପଣ କୂଅକୁ ବି ଅନୁମାନ କରନ୍ତୁ, ଏଇ ପର୍ଯ୍ୟନ୍ତ ଥିଲା ତାଙ୍କ ଘରଟି, ଏଇ ପର୍ଯ୍ୟନ୍ତ ଥିଲା ପୁରା ସମ୍ପୂର୍ଣ୍ଣ। ଦେଖନ୍ତୁ ସାଙ୍ଗମାନେ, ବର୍ତ୍ତମାନ ଆମେ ବ୍ଲଗ୍ଟି ଏଇଠି ରଖୁଛୁ। ଜୟ ଜଗନ୍ନାଥ। ଭିଡ଼ିଓ ଦେଖି ସାରିଲା ପରେ ଆପଣମାନେ ଟିକେ କମେଣ୍ଟ କରନ୍ତୁ, ଆଉ ଆଠୁ ବି ଭଲ ଭିଡ଼ିଓ ଆମେ ଆଣିବୁ। ଆଉ ସବସ୍କ୍ରାଇବ୍ ବି କରିଦିଅନ୍ତୁ। ରଖିଲୁ, ଜୟ ଜଗନ୍ନାଥ। ରାତିରେ କ୍ୟାମ୍ପ ପଡ଼ିବ, ହେବ ଯଦି ମୁଁ ଲାଇଭ୍ରେ ଆସିପାରେ, ଯଦି କିଛିଟା ହୁଏ ତାହେଲେ ମୁଁ ଲାଇଭ୍ରେ ଆସିବି। ଠିକ୍ ଅଛି, ରଖୁଛି।